श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि शनिवार, शनिदेवंकर प्रिय बार। आसंतो प्रथमे श्री शनिदेवंक वंदना करिबा, तापरे शनिश्चर पुराण आरंभ करिबा। गोटे अध्याय हेउ पछे मूलरू शेष जाए निश्चय शुणिबे। शनिश्चरंक वंदना। जय जय महाग्रह देव शनिश्चर, छायांक गर्भरु जात सूर्यंक कुमार। सर्वग्रहंक उपरे अटग्रह राज, महामहिमा तुम्भर अंगे दिव्य तेज। सागुणा बाहने विजे धनुषर करे, ए अधम तव पदे प्रणाम जे करे। परशुतुम्भर हस्ते दिशे शोभावन, क्षीण देह सुविशाल तुम्भर नयन। दीर्घ जटा भार सोहे तुम्भ मस्तक रे, सदा क्षुधित गोसाई भ्रम जगत रे। रौद्र सम तेजवंत कालजमरूपी, सचराचर ब्रह्मांडे रहिअछ व्यापी। अभय वरद प्रभु भास्कर नंदन, पकाई कृपा कटाक्ष शुण निवेदन। तुम्भर करुणा नाही जेवण जनारे, आन केहू न रखिब ताकू ए संसारे। काला नल समदिति चक्षु तेज राशि, निमिषे सचराचर तुम्भे पारग्रासी। शनि राहु केतु संगे नभमंडल रे, पूजा पाउछ गोसाई संसार मध्य रे। सुर नर जक्ष रक्ष सिद्ध विद्याधर, सकल पूजन्ति भये पदको तुम्भर। तब कोप दृष्टि जार उपरे पड़ई, देखु देखु ताकु काल ग्रास जे करई। विद्या गुरु बृहस्पति विनय होइले, न पड़िब दृष्टि कदा तांकरी उपरे। किंतु दृष्टि पड़िथिला न पारिले मेंटी, से बेल जानते चाली सर्व गला तुटी। जय जय महाग्रह रविंक नंदन, तब श्री चरणे नमे बुद्धिमंत दीना। एबे आसंतु श्री श्री शनिश्चर महापुराण पढ़िबा। आजिर विषय रहिछि मानसर शनिश्चरंक पंचमेला प्रदान ओ ग्रामवासी दुख दुर्दशा खंडन निमंते शनिश्चरंकर मेला वृद्धि। सत्यभामा उवाच, जोड़ हस्त होई सत्यानंद मन रे, नमे पुछंती हे नाथ पूर्ण धीर स्थिरे। शनिश्चर मेला केन्हे जगते व्यापिला, जेहु जन कला किस फल से पाइला। बुझाई कुहंतु ताहा पराण ईश्वर
ଶୁଣିଲେ କର୍ଣ୍ଣ ପବିତ୍ର ହୋଇବ ମୋହର। ପ୍ରିୟାର ଭକତି ଦେଖି ଦେବ ଦାମୋଦର, କହନ୍ତି ରେ ପ୍ରାଣ ପ୍ରିୟା ମନ ସ୍ଥିର କର। ଶ୍ରୀକୃଷ୍ଣ ବାଚ ଶୁଣ ଶୁଣ ଅର୍ଦ୍ଧାଙ୍ଗିନୀ ପୁଛା କଲୁ ଯାହା, ପଦ ପଦ କରି ମୁହିଁ କହୁଅଛି ତାହା। ଅପୂର୍ବ ଆଖ୍ୟାନ ଅଟେ ଶନିଙ୍କ ପୁରାଣ, ଶୁଣ ଶୁଣ ସତ୍ୟ ଭାମା ସ୍ଥିର କରି ମନ। ଶନିଙ୍କର ସ୍ତବ ଗାନ କରି ସମାପନ, ପୁତ୍ର ଭାର୍ଯ୍ୟା ଧରି ଚଳିଗଲା ତତ୍କ୍ଷଣ। ନିଜ ଗୃହେ ପ୍ରବେଶିଲା ଆନନ୍ଦିତ ହୋଇ, ଗୃହ ଲଗ୍ନ ହୋଇଅଛି ନୟନେ ଦେଖଇ। ମନେ ମହା ଦୁଃଖ କରି କହି ବଚନ, ଆହାରେ ଦଇବ ମନ୍ଦ ଏଡ଼େ ତୁ ଦାରୁଣ। କି ଭାଗେছে ନାକା କରା ଦେଇ ଅହର୍ନିଶି, ବୋଝ ପରେଟି ନଳିତା ବିଡ଼ା ଦେଉ କଷି। ମୋ କପାଳେ ଦେଲୁ ତୁହି ଏଡ଼େ ହଟ ହଟା, ଜଗତରେ ମୋ କରମ ଅଟେ ସିନା ଫଟା। କାହା ପାଶେ କହିବଇ ଦୁର୍ଦ୍ଦଶା ମୋହର, ଯେ ଶୁଣିବ ଉପହାସ କରିବନି କର। କର୍ମକୁ ଆଦରି ଭଙ୍ଗା କୁଡ଼ିଆ ମଧ୍ୟରେ, ପୁତ୍ର ଭାର୍ଯ୍ୟାଙ୍କୁ ନେଇଣ ଆନନ୍ଦ ମନରେ। ରହିଣ ସେ ବିପ୍ର ଦୁଃଖେ ସୁଖେ ଚଳି ଯାଇ, ନୀତି ଭିକ୍ଷା ମାଗିବାକୁ ଗ୍ରାମେ ଗ୍ରାମେ ଯାଇ। ଯେ ଦୁଇ ପଇସା ନିତ୍ୟ କରେ ଉପାର୍ଜନ, ନିଜେ ଚଳି କିଛି ସଞ୍ଚେ ମେଳା ନିମନ୍ତ୍ରଣ। ପୂଜା ସାମଗ୍ରୀ କିଣିବା ପାଇଁ ହେଲା ଧନ, ଶନି ରାହୁ କେତୁ ପଦେ ନିବେଶିଲା ମନ। ପରାଣ ସଙ୍ଗିନୀକୁ ସେ ପାଶକୁ ରାଇଣ, ଜଳଦ ଗମ୍ଭୀର ସ୍ୱରେ କହି ବଚନ। ଆରେ ଜୀବେଶ୍ୱରୀ ଶୁଣ ବଚନ ମୋର, ଶନିଙ୍କ ମେଳା କରିବା ବିଧି ବିଧାନର। ଆମ୍ଭ ଦରିଦ୍ର ପଣ ତ ଗଲା ଦୂର ହୋଇ, ମେଳା ଆରମ୍ଭ କରିବା ଆରେ ପ୍ରିୟ ସହି। ଏମନ୍ତ କହିଣ ବନ୍ଧୁ ବାନ୍ଧବ ମାନଙ୍କୁ, ନିମନ୍ତ୍ରଣ ଦେଲେ ବେନି ମେଳା ଦେଖିବାକୁ। ନିମନ୍ତ୍ରଣ ଦେଇ ସୁଖେ ଗୃହରେ ରହିଲେ, ଶନିଶ୍ଚରଙ୍କର ସର୍ବ ପ୍ରସାଦ ଆଣିଲେ। ଶନିବାର ଦିନ ଦିନେ ମାତ୍ର ଥାଏ ବାକି, ଆସ୍ଥାନ ଦିନ ଦିନେ ମାତ୍ର ଥାଏ ଯେ ବାକି। ଆସ୍ଥାନ ପିଢ଼ା ଗଢ଼ିଲେ ଚଢ଼େଇବ ଡାକି, ନିମନ୍ତ୍ରଣ ବନ୍ଧୁ ବାନ୍ଧବ ମାନଙ୍କୁ ଦେଲେ। ପାଇକରି ନିମନ୍ତ୍ରଣ ସକଳ ହୋଇଲେ, ଦିବସ ଶେଷ ହୋଇଣ ସନ୍ଧ୍ୟା ଉପଗତ। ମେଳା କରିବା ମାନସ ମନରେ ଚିନ୍ତିତ, ପ୍ରଥମ ଶନିବାରରେ ସଂକଳ୍ପ କରିବ। ବେଦଜ୍ଞ ବିପ୍ର ଡକାଇ ଆଣିଲା ସେ ଯବ, ସନ୍ଧ୍ୟା ସମୟ ଆଗତ ହୋଇବା ଦେଖିଣ। ବନ୍ଧୁ ବାନ୍ଧବେ କରିଲେ ମେଳା ଆୟୋଜନ, ବାଦ୍ୟମାନ ଶବଦରେ କମ୍ପଇ ଗଗନ। ଦେଖିଣ ସାଇ ପଡ଼ୋଶୀ ଚଳିଲେ ବହନ, ମହାନନ୍ଦେ ମେଳା ଦେଖିବାକୁ ଶନିଙ୍କର। ପ୍ରବେଶ ହୋଇଲେ ସର୍ବ ଆନନ୍ଦ ପାର, ମେଳା ସାମଗ୍ରୀ ସକଳ ବିପ୍ର ପାଶେ ଦେଲେ। ଜୟ ଶନି ରାହୁ କେତୁ କହି ପ୍ରଣମିଲେ, ଭକତ ଅନ୍ତରେ କାମ କଳା କଲେ ମାନ୍ୟ। ରେ ନନ୍ଦନ କର ତୁହି ଠାକୁରଙ୍କୁ ମାନ, ହରି ହରି ବୋଲ ସର୍ବେ ସଭାସଦଗଣ। ହୁଳହୁଳି ଦିଅ ସର୍ବ ସୀମନ୍ତିନୀ ମାନ, ପିଢ଼ା ଘେନିଣ ସେ ଯତ୍ନେ ଆସ୍ଥାନ ସ୍ଥାପିଲେ।
କଳା ରଙ୍ଗ ଛିଟ ଖଣ୍ଡେ ତାପରେ ରଖିଲେ, ପାନ ସୁପାରିକୁ କ୍ରୟ ସ୍ଥାନରେ ରଖିଲେ, ତିନୋଟି ମାଟି ପ୍ରଦୀପ ତହିଁ ଲଗାଇଲେ, ପ୍ରଦୀପରେ ତୈଳ ଭରି ଅଗ୍ନି ସଂଯୋଗିଣ, ଖଇ ଉଖୁଡ଼ା କଦଳୀ ରଖିଲେ ବହନ, ପିତ୍ତଳ ଘଟକୁ ତାର କଳସ ବସାଇ, ଆମ୍ବଡାଳ ଖଣ୍ଡେ ଯତ୍ନେ ତା ଉପରେ ଥୋଇ, ମେଳା ଦେଖିବାକୁ ଯେତେ ଲୋକ ଆସିଥିଲେ, ହରସରେ ହରି ବୋଲ ଧ୍ୱନି ସର୍ବେ କଲେ, ହୁଳହୁଳି ସ୍ୱନ କଲେ ସୀମନ୍ତିନୀ ଗଣ, ଜୟ ଜୟ ଶନିଶ୍ଚର ରାହୁ କେତୁ ନାମ, ତବ ପାଦେ ପ୍ରଣମୁଛୁ ଆନନ୍ଦ ମନରେ, ପାଞ୍ଚ ମେଳା ଦେବୁ ଆମ୍ଭେ ଭକତି ଚିତ୍ତରେ, ଦୁଃଖୀ ରଙ୍କି ଭୋକି ଶୋଷି ଥିଲେ ଯେତେ ଜନ, ଭକତି ଅନ୍ତରେ କଲେ କାମନା ତକ୍ଷଣ, ମେଳା ଆରମ୍ଭ ହୋଇଲା ସକଳେ ଆନନ୍ଦ, ଶନିଙ୍କ ମହାତ୍ମ୍ୟ ଶୁଣି ଲଭିଲେ ସାନନ୍ଦ, କୁଷ୍ଠରୋଗୀ ଏକ ତାର ନାମ ସଦାନନ୍ଦ, ମେଳା ଶୁଣି ମନେ ମନେ ହୋଇଲା ଆନନ୍ଦ, ଆମେ ମହାଗ୍ରହ ଘେନ ମିନତି ମୋହର, ଅଙ୍ଗୁର ଗଜେବେ ନିଶ୍ଚେ ହରି ନେବୁ ମୋର, ବିଧି ବିଧାନ କରିବି ତୋର ପାଞ୍ଚ ମେଳା, ଜୟ ଶନିଶ୍ଚର ପ୍ରଭୁ ଛାୟା ଦେବି ବଳା, ଭକ୍ତି ଭରେ ପାଦ ପଦ୍ମେ କଲ ନମସ୍କାର, ହୋମ ପାଉଁଶକୁ ଆଣି ବୋଳଇ ଅଙ୍ଗର, ନିଜ ଶିରେ ସେ କଳସ ଜଳକୁ ଢାଳିଣ, ଶନିଶ୍ଚର ନାମ ମୁଖେ କରି ଉଚ୍ଚାରଣ, ମେଳା ଶେଷେ ଶନିଙ୍କର ପ୍ରସାଦ ଖାଇଣ, ସତ୍ୟାନନ୍ଦ ଯୋଗୀ ହେଲା ଆନନ୍ଦିତ ମନ, ଜୟ ଜୟ ଶନିଶ୍ଚର ହେ ଛାୟାନନ୍ଦନ, ଜୟ ଜୟ ଗ୍ରହ ରାଜ ମୋ ବିନତି ଘେନ, ଜୟ ଜୟ ରାହୁ କେତୁ ସିଂହିକା କୁମର, ଦୟା କରି ହର ଦୁଃଖ ଦୁର୍ଦ୍ଦଶା ମୋହର, ତବ ପ୍ରସାଦେ ଯେବେ ଆରୋଗ୍ୟ ହୋଇବି, ତୁମ୍ଭ ପାଞ୍ଚ ମେଳା ମୁହିଁ ନିୟତ କରିବି, ଆନରୋଗୀ ଶନିଶ୍ଚର ମେଳାରେ ଯେ ଥିଲେ, ସମସ୍ତେ ମେଳା ମନାସି ପ୍ରସାଦ ଖାଇଲେ, ପ୍ରଥମ ପାଳିର ମେଳା କରିଣ ସମ୍ପୂର୍ଣ୍ଣ, ସମସ୍ତଙ୍କୁ ବିଦା କଲେ ମାନସ ହର୍ଷେଣ, ଚାରି ଶନିବାର ଚାରି ମେଳା ସେ କରାଇ, ଶେଷ ମେଳାକୁ କରଇ ବ୍ରାହ୍ମଣ ଡକାଇ, ଗୁଆ ଘୃତ ଚନ୍ଦନର କାଷ୍ଠ ଯେ ଆଣିଣ, ହୋମ କରି କଲେ ଘୃତ ଆହୁତି ପ୍ରଦାନ, ସଦାନନ୍ଦ ଯାଇଥିଲା ଦେଖିବାକୁ ମେଳା, ଅଙ୍ଗରୁ ବ୍ୟାଧି ତାହାର ଆରୋଗ୍ୟ ହୋଇଲା, ଦୟା କଲେ ଶନିଶ୍ଚର ରବିଙ୍କ ନନ୍ଦନ, କୁଷ୍ଠ ବ୍ୟାଧି ଅଙ୍ଗରୁ ତା କରିଲେ ମୋଚନ, ଆବର ଯେତେକ ରୋଗୀ ଭୋଗୀ ରହିଥିଲେ, ଶନିଶ୍ଚରଙ୍କର ମେଳା ଆନନ୍ଦରେ କଲେ, ଗ୍ରାମ ଗ୍ରାମେ କାନ କାନ ହୋଇଲା ପ୍ରଚାର, ହରସେ ପୂଜିଲେ ସର୍ବେ ଶନିଙ୍କ ପୟର, କ୍ରମେ କ୍ରମେ କଥା ଯାଇ ପାଇ କରା କର୍ଣ୍ଣେ, ପ୍ରବେଶିଲା ସେ କହଇ ଗ୍ରାମ ମହାଜନେ, ମନୋଜ ମଙ୍ଗରାଜ ଯେ ମହାଜନ ନାମ, ପାଇ କରା ମୁଖୁ ଶୁଣି ହେଲା ତମ ତମ, ବୋଇଲେ ହେ ପାଇ କରା ଶୁଣ ମୋ ବଚନ, ଭାଙ୍ଗି ଫିଙ୍ଗି ଦେବ ମେଳା ପଡ଼ିବ ଯେ ଜନ, ଗୃହବାଡ଼ି ଭାଙ୍ଗି ତାକୁ କରି ସର୍ବହରା, ଗ୍ରାମ ତଳି ଦେବ ଯାଅ ଏ ଆଦେଶ ସାରା, 500 ଟଙ୍କା ଜରିମାନା କରାଇବ, ନଦେଲେ ଗୃହରୁ ତଡ଼ି ତଣ୍ଟିଆ ମାରିବ,
ଜଣାଇ ଦେବ ତାହାକୁ ଆଦେଶ ମୋହର, ଗ୍ରାମ ତଡ଼ି ଦେବ ଶେଷ ବିଚାର। କହନ୍ତି ଶ୍ରୀ ନାରାୟଣ ଦ୍ୱାରିକା ମଣ୍ଡନ, ସତ୍ୟଭାମା ଧୀର ସ୍ଥିରେ କରନ୍ତି ଶ୍ରବଣ। ଦୀନ ବୁଦ୍ଧିମନ୍ତ ଆଜନମ ସର୍ବହରା, ମାତାଙ୍କ ବଦନ ବାଲ୍ୟ ଦେଖି ନାହିଁ ପରା। ମାତାଙ୍କର କର ସ୍ପର୍ଶ ଟିକେ ପାଇ ନାହିଁ, ପାଇଥିଲି ବାଲ୍ୟ ଚେତା ନଥିଲାଟି ରହି। ଜେଜେମାଙ୍କ ଯତ୍ନେ କାଟିଥିଲି ବାଲ୍ୟ କାଳ, ସେ ପୁଣି ଚାଲିଲେ ତାଙ୍କ ପୁରୀ ଗଲା କାଳ। ପୁନରପି ପିତା ମୋର ହୋଇ ଆଗୁସାର, ବିବାହ କରିଲେ ସେ ଯେ ଠାକୁରା ପାଳର। କୋଷ୍ଠ ବ୍ୟାଧି ହୋଇ ସେ ତେଜିଲେ ଜୀବନ, ଦୁଇ ଭାଇ ଛାଡ଼ି ଗଲେ ସନ୍ତକ ପ୍ରଧାନ। ମୋ ମାତାର ଏକ ମୁହିଁ ସେ ଅରକ୍ଷ ଦୁଇ, ନକୁଳ କୁଳ ନାମ ତାଙ୍କର ଅଟଇ। ବହୁ ଦୁଃଖ କଷ୍ଟେ ରହି ପିତାଙ୍କ ପାଶରେ, ତାତ୍ରିକ ପଢ଼ିଲି ମୁହିଁ କିରାଳ ଗ୍ରାମରେ। ଜଗତେ ହୀନ କରମା ଆମ୍ଭ ଠାରୁ ନାହିଁ, ଉଦର ପୋଷୁଛୁ ହସ୍ତେ ରାନ୍ଧି ତିନି ଭାଇ। ପିତା ଜୀବିତେ ଅଛନ୍ତି ସଙ୍ଗତେ ଆମ୍ଭର, ହୀନ ଜୀବ ଦିନେ ସ୍ନେହେ ସେ ବିନିପୟର। ଚାକିରି କରିବା ପାଇଁ କଟକେ ରହିଲି, ଟ୍ୟୁସନ କରି ପୁଣି ପାଠ ମୁଁ ପଢ଼ିଲି। ଶ୍ରୀ ଗୁରୁ କୃପାରୁ କରେ ପୁରାଣ ଲେଖନ, ଛନ୍ଦ ଗୀତ କାହାଣୀ ଯେ ସର୍ବରହି ମାନ। ମାତାଙ୍କର ସ୍ନେହ କେନେ ଜାଣି ନାହିଁ ମୁହିଁ, କଟକେ ରହିଲି ଘର ଦୁଆର ହରାଇ। ଡଗର ପଡ଼ାରେ ଅଲେଖ ମହାନ୍ତି ଘରେ, ବାସ କରିଥିଲି ମୁହିଁ ଆନନ୍ଦ ମନରେ। ପିଲାମାନଙ୍କୁ ତାଙ୍କର କରେ ଟ୍ୟୁସନ, ଖାଇବାକୁ ଦିଅନ୍ତି ସେ ଧାର୍ମିକ ସୁଜନ। ପଢ଼ାଉ ପଢ଼ାଉ 2 ବରଷ ବିତିଲା, ଶୁଣ ସୁଜ୍ଞଜନ ଯାହା ଏଠାରୁ ଘଟିଲା। ଝିଲିମିଲି ଶୁଭ ଦୁବ ସୁଧା ପୁଅ 4, ଝିଅଙ୍କର ନାମ ସୁଧାଂଶୁ ସଇସ ଯେବାଳି। ସେହି ଘରେ ଥିଲେ ଭଡ଼ା ଆନ ବାବୁ ଜଣେ, ରାମଚନ୍ଦ୍ର ସାହୁ ପାଶେ ଶଳା ଥିଲେ ଜଣେ। ସେ ଶଳା ସାଙ୍ଗରେ ସୁଧାଂଶୁ ଗଲା ଯେ ବୁଲି, ଏ ସମସ୍ତ ଦେଖିଣ ମୁଁ ସୀତାଙ୍କୁ କହିଲି। ସତ୍ୟ କଥାଙ୍କୁ ମୋହର କନେ ନ ଘେନିଲେ, ମୋହର ବହି ବିଛଣା ପତ୍ର ଜନ ଦେଲେ। ଏତେ ଦୁଃଖ ସହିତ ମୁଁ ପଳାଇ ଆସିଲି, ଜୟ ଜୟ ସଦଗୁରୁ ଅନ୍ତରେ ଚିନ୍ତିଲି। ସର୍ବ ଦୁଃଖ ହରନ୍ତା ଜଗତ ଠାକୁର, ଢେଙ୍କାନାଳ ଦିଘି ଗ୍ରାମେ ନିବାସ ମୋହର। ଦିନ ବୁଦ୍ଧିମନ୍ତ ନମେ ପୟରେ ତୁମ୍ଭର, ଦୟା କରି ଘୋର ଦୁଃଖ ମତେଟି ଉଦ୍ଧର। ହରିସାହୁର ଶନିଶ୍ଚର ମେଳା ଭଗ୍ନ। ସତ୍ୟଭାମା ଉବାଚ, ଜୟ ଶନି ରାହୁ କେତୁ ହେ ଗ୍ରହ ପ୍ରଧାନ, ଭକତି ଭରେ ନମଇ ତୁମ୍ଭରି ଚରଣ। ଆହେ ଜୀବେଶ୍ୱର ମୋର ପରମ ଠାକୁର, ଦୟା କରି ଶନି ପୁରାଣକୁ ମୋର ସାର। ତବ ମୁଖ ଶନିଙ୍କର ମହିମା ଶୁଣିବି, ଭକତି ଅନ୍ତରେ ତାଙ୍କ ପୟରେ ସେବିବି। ସତ୍ୟଭାମାଙ୍କ ବିନୟ ଦେଖି ଚକ୍ରଧର, କହନ୍ତି ଶୁଣ ସଜନୀ ମନ କରି ସ୍ଥିର। ଶ୍ରୀକୃଷ୍ଣ ଉବାଚ, ଶୁଣରେ ପରାଣ ପ୍ରିୟା ମନ କର୍ଣ୍ଣ ଦେଇ, ଶନିଙ୍କ ମହିମା ମୁହିଁ କହୁଛି ବୁଝାଇ। ମହାଗ୍ରହ ଶନିଶ୍ଚର ସେ ରବିନନ୍ଦନ, ମହାମହିମା ତାଙ୍କର ଲୋକେ ଅଗଣନ।
ଦିନୁ ଦିନ ଶନି ମେଳା ହୋଇଲା ପ୍ରଚାର, ଭକତି ଭରେ ପୂଜିଲେ ସର୍ବନାରୀ ନର। ହରି ସାହୁ ନାମେ ସେହି ଗ୍ରାମେ ଏକ ଜନ, ଡକାଇ ବନ୍ଧୁ ବାନ୍ଧବ ପ୍ରିୟ ପରିଜନ। ଆରମ୍ଭିଲା ଶନି ମେଳା ଭକତି ଅନ୍ତରେ, ଜୟ ଶନିଶ୍ୱର ଧ୍ୱନି ଚୌଦିଗ ପୁରେ। ମହାନନ୍ଦେ ସର୍ବଜନ ହୋଇ ଏକ ମେଳ, ଆନନ୍ଦେ କହନ୍ତି ହରି ହରି ତୁଣ୍ଡେ ବୋଲ। ଏକ ମେଳ ହୋଇଣ ଯେ ସର୍ବସୀମନ୍ତିନୀ, ଆନନ୍ଦରେ ହୁଳହୁଳି କରୁଛନ୍ତି ଧ୍ୱନି। ମନୋଜ ମଙ୍ଗରାଜଙ୍କ ଆଜ୍ଞା ଘେନି ଶିରେ, ମଙ୍ଗୁ ପାଇ କରା ପରବେଶିଲା ସେଠାରେ। ସଙ୍ଗରେ ତା ଦକ୍ଷବାନ ମଣିଆ ଗଣିଆ, ଗରଜୁଛନ୍ତି ଅପର ସେଠି ହୋଇ ଠିଆ। ମଣିଆ ଗଣିଆଙ୍କୁ ଯେ ସେହୁ ପାଇ କରା, ଟାଣେ ଟାଣେ ନିରିଦେଶ ଶୀଘ୍ର ଦିଆଗଲା। ଏ ନଗରେ ଯେତେ ଜନ କରିଛନ୍ତି ବାସ, ସରବେ ମାନିଲେ ମହାଜନଙ୍କ ଆଦେଶ। ମାତ୍ର ହରି ସାହୁ ଗର୍ବ ବହିଣ ଅନ୍ତରେ, ମହାଜନଙ୍କ କଥାକୁ ଦେଖା ତରେ କରେ। ସ୍ଥାନେ ଯେତେକ ଜନ ଅଛନ୍ତି ରହି, ସକଳ ନିର୍ଲଜ ହେଲେ ମହାଜନ ଦ୍ରୋହୀ। ଆରେ ମଣିଆ ଗଣିଆ ମାନିବ ବଚନେ, ପହାର କର ସକଳ ଜନଙ୍କୁ ତକ୍ଷଣ। ଆଜ୍ଞା ପାଇଣ ମଣିଆ ଗଣିଆ ସେ ଦୁଇ, ଚାବୁକ ଯଷ୍ଟି ଧରିଣ ପିଟିଲେ ଉଞ୍ଚାଇ। ଘନ ଘନ ହୋଇ ମାଡ଼ ପଡ଼େ ଅନୁକ୍ଷଣ, ଆଷାଢ଼ ମାସରେ ଯେହ୍ନେ ବଜ୍ରର ଗର୍ଜନ। କାହାର ଫାଟିଲା ମୁଣ୍ଡ କାର ଫାଟେ ଗାଲ, ମାରି ପିଟି ସମସ୍ତଙ୍କୁ କଲେ କଲ ବୋଲ। କ୍ରୋଧେ ପାଇ କରା ହରି ସାହୁ ପାଶେ ଗଲେ, ନାନା ପ୍ରକାର ସେ ଗାଳି ମନ୍ଦ ତାଙ୍କୁ ଦେଲେ। ରେ ରେ ପାପିଷ୍ଟ ବର୍ବର ତୁହି ହରି ସାହୁ, ସମ୍ମୁଖେ ଉଭା ହୋଇଛି ତୋର କାକରାହୁ। ସୁମର ଇଷ୍ଟ ଦେବତା ଅଧର୍ମୀ ପାମର, ଡାକ ରଖନ୍ତୁ ଏଠାରୁ ଦେବ ଶନିଶ୍ଚର। ଯୋଡ଼ ହସ୍ତେ ହରି ସାହୁ କହି ବଚନ, ନନିନ୍ଦି ମହାଗ୍ରହଙ୍କୁ ମୂରୁଖ ଦୁର୍ଜନ। ଦୁବ ହୋଇଯାଏ ଦାରୁ ଯା ପରସ ପାଇ, ଶନି ରାହୁ କେତୁ ତ୍ରୟ ଠାକୁରଟି ସେହି। କେତେ ବଡ଼ିମା ଦେଖାଉ ପାଶରେ ମୋହର, ଗରବ ଭାଙ୍ଗିବେ ତୋର ନିଶ୍ଚେ ଶନିଶ୍ଚର। ଆରେ ଆରେ ବର୍ବର ସେ ଚୁଟିକୁ ଧରିଲା, କ୍ରୋଧେ ଦୁଇ ଚାରି ନାତ ପ୍ରହାର କରିଲା। ଡାକ ନରାଧମ ଶନି ବୋପା ଯେ ତୋର, ଦିମାକ ବଢ଼ାଇ ଆଜି ଛଡ଼ାଇବି ତୋର। ସେ ମେଳା ସ୍ଥାନରେ ଯେତେ ନର ନାରୀ ଥିଲେ, ପ୍ରହାର ଖାଇଣ କେହୁ କାହିଁ ପଳାଇଲେ। ମଣିଆ ଗଣିଆ ଦୁଇ ଦୌଡ଼ି ଆସିଲେ, ମଙ୍ଗୁ ପାଇ କରା ପାଶେ ପ୍ରବେଶ ହୋଇଲେ। କରିଲେ ପ୍ରହାର ଦୁହେଁ କୋପ ଭୋର ହୋଇ, ପ୍ରାଣ ଘେନି ହରି ସାହୁ ଗଲା ପଳାଇ। ମଙ୍ଗୁ ପାଇ କରା ଚଳିଗଲା ତତକ୍ଷଣ, ଉଭା ହୋଇଲା ସ୍ଥାନ କରିବ ଭୋଗନ। କି ଠାକୁର କହି କ୍ରୋଧେ ପାଦ ପ୍ରହାରିଲା, ମେଳା ସ୍ଥାନ ଭାଙ୍ଗିଣ ଫୋପଡ଼ାଇ ଦେଲା। ଯଷ୍ଟି ଘେନି ତ୍ରୟ ଦୀପ କରିଲା ଭୋଗନ, କଳସ ଜଳକୁ ତଳେ ଦେଲା ଓଜାଡ଼ିଣ। ପାନ ସୁପାରି ପ୍ରସାଦ ଦେଲା ଫୋପଡ଼ାଇ, ମହାନନ୍ଦ ହୋଇଲା ମନେ ମନେ ସେହି। କହନ୍ତି ଶ୍ରୀକୃଷ୍ଣ ତଦୟ ସତ୍ୟା ପାଶେ ବସି,
ଶୁଣରେ ପରାଣ ପ୍ରିୟା ସକଳ ବିଶେଷୀ ମହାଗ୍ରହ ଶନିଶ୍ଚର ଜଗତ ମଧ୍ୟରେ ତାଙ୍କ ଦଶା ଜଗତରେ କେମେଣ୍ଟି ନ ପାରେ। 7.5 ବର୍ଷ ଶନି ସପ୍ତାଦଶା ପଡ଼ିଥିଲା ମହାକ୍ଲେଶ ଦେଲେ ମୋତେ ରବିଙ୍କର ବଳା। ବହୁ ଦୁଃଖ କଷ୍ଟ ପୁଣି ମାନ ଅପମାନ ସହ୍ୟ କରି ରଖିଅଛି ଏ କ୍ଷୁଦ୍ର ଜୀବନ। ଆହେ ସୁଜ୍ଞଜନେ ମାନ ବଚନ ମୋହର ଶନିଶ୍ଚରଙ୍କୁ ଅନ୍ତରେ ଚିନ୍ତି ବାରମ୍ବାର। ଜୟ ଜୟ ଶନିଶ୍ଚର ହେ ରବି ନନ୍ଦନ ତବ କିରତିର ଚଇ ବୁଦ୍ଧିମନ୍ତ ଦିନ। ମହାଜନର ଶନିଶ୍ଚର ମେଳା ନଟ ବାରିକର ମେଳା ଦର୍ଶନ। ସତ୍ୟଭାମା ଉବାଚ ସତ୍ୟଭାମା ପଚାରନ୍ତି ପ୍ରଣମିତ ହୋଇ ଦୟାକରି କୁହ ମୋତେ ଜଗତ ଗୋସାଇଁ କଲା ଅବତାରି ତୁମ୍ଭେ ଗୁରୁ ଜଗତର ଆହେ ଶ୍ରୀ ବୈକୁଣ୍ଠପତି ଖଗର ଈଶ୍ୱର। ବୈକୁଣ୍ଠପତି ଦେଖିଣ ପ୍ରିୟାର ବିନତି ମନ୍ଦ ହସିଣ କହନ୍ତି ବୈକୁଣ୍ଠପତି। ଶ୍ରୀକୃଷ୍ଣ ଉବାଚ ଶୁଣରେ କାନ୍ତି ପଞ୍ଚ ମନକୁ ମଜାଇ କହେ ଶନିଙ୍କ ମହିମା ତୋତେ ମୁଁ ବୁଝାଇ। ମନୋଜ ମଙ୍ଗରାଜ ଯେ ମଙ୍ଗୁ ପାଇ କରା ପୂଜା ସ୍ଥାନକୁ ଭାଙ୍ଗି ଫୋପଡ଼ାଇ ଦେଲା। ମନୋଜ ମଙ୍ଗରାଜର ଏପରି କୁକର୍ମ ଦେଖି କ୍ରୋଧ ଭର ହେଲେ ରବିଙ୍କ ନନ୍ଦନ। ବିଚାରନ୍ତି ତା ଛଡ଼ାଇ ଦେବି ମୁଁ ଛଡ଼ାଇ ମୋ ପାଦେ ପଡ଼ିବୁ ତୋର ଜ୍ଞାତି ବନ୍ଧୁ ନେଇ। ଏମନ୍ତ ସେ ଶନିଶ୍ଚର ଶୂନ୍ୟରେ କହିଣ କେହି ନ ଜାଣନ୍ତି ହୋଇଗଲେ ଅନ୍ତର୍ଧ୍ୟାନ। ମେଳା ଭାଙ୍ଗି ପକାଇଲା ପୁତୁରାକୁ ନେଇ ନିଜ ଗୃହେ ପ୍ରବେଶିଲା ଆନନ୍ଦିତ ହୋଇ। ମହାନନ୍ଦେ ପଲ୍ୟଙ୍କରେ କରିଲେ ଶୟନ ଶନିଙ୍କ କୃପା ହେଲା ତାର ଉପରେଣ। ମହାଶନିଙ୍କ କୋପରେ ଅମଙ୍ଗଳ ହେଲା ଭାର୍ଯ୍ୟା ସ୍ନାନ କରି ଯାଇ ଜଳେ ବୁଡ଼ି ମଲା। ମହାଦୁଃଖେ ପାଇ କରା କରଇ ରୋଦନ ଶୁଦ୍ଧିକ୍ରିୟା ତାହାଙ୍କର କଲା ସମାପନ। ତହୁଁ କିଛି ଦିନ ଯହୁଁ ହୋଇଗଲା ଗତ ଶ୍ୱାସ ରୋଗରେ ପଡ଼ିଲା ତାହାର ଯେ ପୁତ୍ର। ବୈଦ୍ୟ କବିରାଜ ଆଣି ନୀତି ସେ ଦେଖାଇ ଧନ ବିଞ୍ଚେ କେହୁ ତାକୁ ପାରିବ ବଞ୍ଚାଇ। ଧନ ବିଞ୍ଚି ବିଞ୍ଚି ଶେଷେ ନିରାଶ ହୋଇଲା ଶନିବାର ପ୍ରଭାତରୁ ନନ୍ଦନ ମରିଲା। ପାଇକରାଙ୍କ ଉପରେ କୋପ ଦୃଷ୍ଟି ପଡ଼ି ଅଚିହ୍ନା ବ୍ୟାଧି ତାହାଙ୍କୁ ବସିଲା ଯେ ମାଡ଼ି। ବୈଦ୍ୟ କବିରାଜ ମାନେ ଅନେକ ଆସିଲେ ଭଲ କରିଦେବେ କହି ଧନ ରତ୍ନ ଦେଲେ। ନାନା ପ୍ରକାର ଔଷଧ ଦିଅନ୍ତି ତାହାକୁ ବ୍ୟାଧି ନ କମଇ ପାଇ କରା ଦୁଃଖ ଦୁଃଖ। ସଜା ପରେ ଶୋଇ ଶୋଇ ଅନୁତାପ କଲା ଶନି ମେଳା ଭାଙ୍ଗିବାରୁ ଏ ଫଳ ଫଳିଲା। ଅମଙ୍ଗଳ କଲେ ମୋର ସେ ରବି ନନ୍ଦନ ଏବାର ଜୀବଇ ନିଶ୍ଚେ ସମନ ସଦନ। ଏମନ୍ତ କହିଣ ଆଖି ତରାଟି ଚାହିଁଲା ଶ୍ୱାସ ରୁଦ୍ଧ ହେଲା ବୃଦ୍ଧ ପ୍ରାଣ ତ୍ୟାଗ କଲା। ମନୁ ମଙ୍ଗରାଜ ପାଳି ଏହାର ପଡ଼ିଲା କୋପ ଦୃଷ୍ଟିରେ ଚାହିଁଲେ ତାକୁ ରବି ବଳା। ମହାପରାକ୍ରମୀ ଅଟଇ ସେ ମହାଜନ 7 ବଖରା ତାହାର ଘରେ ଥିଲା ଦାନ। ଅକୃପା କରିଲେ ଶନି ତାହାର ଉପରେ ମୂଷା ବହି ନେଲେ ରାତ୍ର
ଘଡ଼ିକ ମଧ୍ୟରେ ବହି ସର୍ବଧନ ଯାକ ମାସ ଗୋଟାକରେ ଗୁହାଳେ ଦୁହାଣ ଗାଇ ଚାଲିଗଲେ ଦୂରେ ମନ ଦୁଃଖେ ମହାଜନ ଘରଣୀ ସଙ୍ଗରେ ଏକାନ୍ତେ ବସି ବିଚାରେ ଆପଣା ମନରେ ଶୁଣରେ ପରାଣ ମିତ ମନ କର୍ଣ୍ଣ ଦେଇ ଶନି ମେଳା ଭାଙ୍ଗି ଶନି ଦ୍ରୋହୀ ଅଟେ ମୁହିଁ ସେ କାରଣ ଧନ ଧାନ୍ୟ ସର୍ବଗଲା ଜଳି ଏବେ ଶନିଙ୍କ ପାଦରେ ହେବାନି ଉଛାଳି ଅତି ଦୁଃଖେ ଜଣାଇଲା ହେ ରବିନନ୍ଦନ ମୋହର ଦୁଃଖ ଦୁର୍ଦ୍ଦଶା କର ହୋ ମୋଚନ ତବ ପାଞ୍ଚ ମେଳା ଦେବୀ ମାନିଲ ମୁହିଁ ମହାପାପୀ ମୁହିଁ ପ୍ରଭୁ ବାରେ କର ତ୍ରାହି ଶନିଙ୍କ ପାଦରେ ବେନି ପରାଣୀ ପଡ଼ିଲେ ମହାନନ୍ଦେ ବେନି ନିଶି ଯାପନ କରିଲେ ପ୍ରଭାତରୁ ମହାଜନ ଚାରବର ଗିଣ ହରି ସାହୁକୁ ଡକାଇ ଆଣିଲା ବହନ ଶୁଣି ହରି ସାହୁ କ୍ରୋଧେ କମ୍ପେ ଥର ହର ପୁନଃ ପ୍ରହାର କରିବେ କାଳେ ସରଦାର ବେନେ କର ଯୋଡ଼ି ଚାରେ କହଇ ବଚନ ମେଳା ଦିନ ମାଡ଼ ଭୁଲି ନାହିଁ ଏ ପରାଣ ମାଡ଼ କଥା ଶୁଣି ଚାର ବଚନ କହଇ ଆହେ ସାହୁ ପୁଅ ତୁମ୍ଭେ ଆଉ ଡର ନାହିଁ ତବ ମେଳା ଭାଙ୍ଗିବାରୁ ଦେବ ନିଶ୍ଚର ଉତ୍ତମ ମଧ୍ୟମ ଶାସ୍ତି ବିହିଲେ ତତ୍ପର ପୂଜାର ଭୋଗ ସାମଗ୍ରୀ ନ ଜାଣନ୍ତି ସେହି ସେ କାରଣ ତୁମ୍ଭଙ୍କୁ ସେ ଅଛନ୍ତି ଡକାଇ ଚାର ମୁଖରୁ ସକଳ ହରି ସାହୁ ଶୁଣି ତର ତର ହୋଇଣ ସେ ବାହାରିଲା ପୁଣି ଦୁହେଁ ମହାଜନ ପାଶେ ହୋଇଲେ ହାଜର ଦେଖି ମହାଜନେ କଲେ ବହୁତ ଆଦର ବୋଲନ୍ତି ହେ ହରି ସାହୁ ଡରୁଛ କିମ୍ପାଇଁ ଶନି ପୂଜା ଉପଚାର ଦିଅନ୍ତି ବତାଇ ମହାଜନଙ୍କ ବଚନ କର୍ଣ୍ଣରେ ଶୁଣିଣ ହରସରେ ହରି ସାହୁ କହନ୍ତି ବଚନ ପିଢ଼ା ହାତେ ଲମ୍ବରେ ଯେ ଖଣ୍ଡିଏ ଆଣିବ କଳା ଛିଟ ଉତ୍ତରୀୟ ଖଣ୍ଡିଏ କିଣିବ ତ୍ରୟମୂର୍ତ୍ତିକା ପ୍ରଦୀପ ଆଣିବ କିଣିଣ ତୈଳ କିଣିବ ଲୁହା ଥିବ ବିଦ୍ୟମାନ ପାନ ସୁପାରି କିଣିବ ଶ୍ରେଷ୍ଠ ଭୋଗ ଏହା କିଣିବ ଖଇ କଦଳୀ ଉଖୁଡ଼ା ନଡ଼ିଆ ପିତ୍ତଳ ଘଟ ଗୋଟିଏ ଗୃହରୁ ଆଣିବ ତା ମଧ୍ୟେ ଜଳ ପୁରାଇ ଯତ୍ନେ ରଖିଥିବ ଆମ୍ବ ଡାଳ ଖଣ୍ଡେ ଆଣ ରଖି ତା ଉପରେ ବ୍ରାହ୍ମଣକୁ ଡକାଇବ ହରସ ମନରେ ସେହି ଗ୍ରାମେ ଯେବେ ଥିବ ବ୍ରାହ୍ମଣର ଘର ଦିନ ବେଳୁ କହିଥିବ ବଚନ ମଧୁର ପ୍ରଥମ ମେଳା ସଂକଳ୍ପ ବ୍ରାହ୍ମଣ କରିବ ତିନି ପ୍ରଦୀପରେ ତିନି ବତୀ ଲଗାଇବ ମନ ଦେଇ ମହାଜନ କରନ୍ତୁ ଶ୍ରବଣ ଶୀଘ୍ର କରନ୍ତୁ ଆପଣ ମେଳା ଆୟୋଜନ ହରି ସାହୁଙ୍କ ବଚନ ଶୁଣିଣ କର୍ଣ୍ଣରେ ଆସ୍ଥା ନସ୍ଥାପେ ବ୍ରାହ୍ମଣ ହରସ ମନରେ ପ୍ରଥମ ପିଢ଼ା ଖଣ୍ଡିକ ଥୋଇଲା ଭୂତଳେ କଳା ଉତ୍ତରୀ ଖଞ୍ଜିଲା ତାହାର ଉପରେ ତିନି ପ୍ରଦୀପରେ ସେହି ତୈଳ ଭରିଲା ପାନ ସୁପାରିକୁ ତ୍ରୟ ଠାବରେ ରଖିଲା ଖଇ କଦଳୀ ନଡ଼ିଆ ପ୍ରସାଦ ସକଳ ଏକ ସ୍ଥାନେ ସେ ବ୍ରାହ୍ମଣ କରିଲାଟି ଠୁଳ ବନ୍ଧୁବାନ୍ଧବ ସକଳ ଠୁଳ ହୋଇଥିଲେ ସାଇ ପଡ଼ିଶାଏ ଆସି ଏକତ୍ରିତ ହେଲେ
जनक तुंड शब्दरे से स्थान पुरिला किय बा प्रलय काले सिंधु गरजिला आस्थान सजाई बोले देवज्ञ ब्राह्मण जय शनि राहु केतु बोलो सर्वजन पुंस माने आनंद रे कले हरि धुनी हुड़हुड़ी देले सुखे जेते को कामिनी जय जय शनिश्चर आहे महाग्रह ए घोर विपदे मते हुअन्ते सहाय एमंत कहिण दुई हस्तकु जोड़िण शनि राहु केतु पादे पड़े महाजन मुहिन पामर मूर्ख पतित दुर्जन जगतरे नथिबे मूर्ख मोर सम धनवंत पणे प्रभु एड़े गर्व कली तोहरी मेला को मुही भांगी पकाइली मोर अपराध क्षमा कर हे ठाकुर त्रिरण कामुड़ी पड़े पदरे तोहर एमंत कहिण महाजन जे उठिला बेनी हस्त जोड़ी से नमस्कार कला मेला शेषे प्रसाद को सकले पाइले महानंदरे सर्वे गृहे चली गले शनि कही माधीरे जे होइला प्रचार जय जय महाग्रह आहे शनिश्चर महाजनर संपद नाश जाइथिला नाश जीवा चित्त पुणी ताहाकु मिलिला देखिण से महाजन होइला आनंद मुख विकास जेने पूर्णमीर चांद पंचपाली मेला सेहु करिब संपूर्ण बंधु बांधव मानंकु कला निमंत्रण पाई करी सकल आसिले शनिश्चर मेला नाम जे जन शुणिले शुणरे पुराण प्रिय महिमा शनिर सर्वग्रह ठारू जगतरे बलियार सेही मध्यांतर ग्राम घटनाए शुण नटबारिक नाम रे थिला एक जन तेने पत्नी ग्रहण से कला पुत्र अर्थे किंतु पुत्र न होइला काहा गर्भगते तिनि हे सुंदरी बड़ी एक जान रंभा मेनका उर्वशी अटंती सामान्य शनिक महिमा शुणी से नट बारिक मने मने कल्पना कला से अनेक आहे ग्रहराज घेन दईनी मोहर तब मेला देखिबाकु जीवईनी कर एमंत कहिण नट सेठारु चलिला महाजनक मेला रे प्रवेश होइला भक्ति रे हस्त जोड़ी कला नमस्कार जय जय महाराज देव शनेश्वर एमंत कहिण नट बसी निज स्थाने आद्य ठारु प्रांत मेला शुणई सुमने चाहू चाहू शनिकर मेला हेला शेष शनेश्वर ठाकुरंक मिलिला प्रसाद पतर ठोलारे ताहा जत्नरे धरिला मने मने पंचमेला मानसिक कला भक्ति अंतरे बोले देव शनिश्चर तब प्रसाद जेबे लभिबी कुमार एतुम्भर पांच मेला देवईनी कर दया कर ग्रहराज देव शनिश्चर एमंत कहिण पदे ओळगी होइला शनिक प्रसाद नेई गृहे प्रवेशिला ज्येष्ठा पत्नी को डकाई प्रसाद दियोई डाक शुणी सौदामिनी क्रोधरे कहई केउ दिन सुआग रखिथिल काहीं
ଆଜି କାହିଁକି ହେଉଛ ସୁଆଗ ଦେଖାଇ। ପତ୍ନୀର କଟୁକ୍ତି ସୁକ୍ତି ନଟିଆ କହଇ ଶନିଙ୍କର ମେଳା ଦେଖି ଯାଇଥିଲି ମୁହିଁ। ଏ ଶନିଶ୍ଚର ପ୍ରସାଦ କରିଲେ ସେବନ ନିଶ୍ଚୟ ଜାତ ହୋଇବ ତୁମ୍ଭର ନନ୍ଦନ। କ୍ରୋଧେ ବୋଲେ ସୌଦାମିନୀ ସୁଆଗିତ ସାନ ତାହାକୁ ଦିଅ ସେ କରୁ ପ୍ରସାଦ ସେବନ। ଏମନ୍ତ କହିଣ ବଡ଼ ପ୍ରସାଦକୁ ନେଲା ପୁତ୍ର ହେବାକୁ ମୁଁ ଆଉ ଲୋଡ଼େ ନାହିଁ ପରା। ମଧ୍ୟମା ମୌନାବତୀ ସେ ସେହି ମତି କହି ପ୍ରସାଦ ଖତ ଗଦାରେ ଦେଲା ସେ ପକାଇ। ଶେଷେ କନିଷ୍ଠା ପତ୍ନୀର ପାଶକୁ ଯାଇଣ ଶନିଙ୍କ ପ୍ରସାଦ ବୋଲି କହିବ ହନ। ଶିରେ କର ଯୋଡ଼ି ଯେ ସେ ଅହଲ୍ୟା ଯେ ବାଳି ଶନିଶ୍ୱରଙ୍କ ପଦରେ ହେଲାନି ଉଛାଳି। ମହାଗ୍ରହ ଶନିଶ୍ଚର ନାମକୁ ଧରିଣ ଭଗତି ଅନ୍ତରେ କଲା ପ୍ରସାଦ ସେବନ। ଋତୁମତୀ ହେଲା ବାଳି କିଛି ଦିନ ପରେ ସପ୍ତଦିନେ ଶୁଦ୍ଧ ସ୍ଥାନ କଲା ଆନନ୍ଦରେ। ଶନିଶ୍ୱରଙ୍କ ପଦରେ ନ ବେଶୀଣ ମତ ସ୍ୱାମୀ ସଙ୍ଗେ ରତି କଲ ଆନନ୍ଦ ହୋଇଣ। ଏହିପରି କିଛି ଦିନ ଗତ ହୋଇଗଲା ଶନିଙ୍କ ଦୟାରୁ ଗର୍ଭ ଉଦୟ ହୋଇଲା। କହନ୍ତି ଜଗତନାଥ ସତ୍ୟାଙ୍କୁ ବସାଇ ଶୁଣନ୍ତି ଜଗତ ମାତା ଆନନ୍ଦିତ ହୋଇ। ପୃଷ୍ଠେ ଦିନ ବୁଦ୍ଧିମନ୍ତ ଲେଖନି ଧରିଣ ତାଙ୍କରି ଦୟାରୁ କରେ ପୁରାଣ ରଚନା। ଅହଲ୍ୟାଙ୍କୁ ମାରିବା ପାଇଁ ସପତ୍ନୀମାନଙ୍କର ବିଚାର। ସତ୍ୟଭାମା ଉବାଚ ଏଥୁଅନ୍ତେ ସତ୍ୟଭାମା ଯୋଡ଼ିବେନି କର କହନ୍ତି ଭୂନାଥ ବାରେ ଅବଧାନ କର। ଅହଲ୍ୟା ବାଳିର ଗର୍ଭ ଉଦୟ ହୋଇଲା ସପତ୍ନୀଙ୍କ ମନେ ଈର୍ଷା ହେଲା କି ନ ହେଲା। କିୟ ବା ଭଗିନୀ ସମ କରିଲେ ଆଦର ବୁଝାଇ କୁହନ୍ତି ମୋତେ ଜଗତ ଠାକୁର। ସତ୍ୟଭାମାଙ୍କ ବିନୟ ଦେଖିଣ ଶ୍ରୀଧର ଦର ହସିଣ କହନ୍ତି ବଚନ ମଧୁର। ଶ୍ରୀକୃଷ୍ଣ ବାଚ ଶୁଣରେ ପ୍ରାଣ ମିତଣି ପୁଛା କଲୁ ଯାହା ପଦ ପଦ କରି ତତେ କହୁଅଛି ତାହା। ଦିନ ଦିନ ଗର୍ଭ ମାସ ଦିନ ବହିଗଲା ଷୋଳ ମାସ ଚାହୁଁ ଚାହୁଁ ପ୍ରବେଶ ହୋଇଲା। ଦେଖି ସପତଣୀ ମାନେ କର୍ମକୁ ନିନ୍ଦିଲେ ଆମ୍ଭେ ବେନି ହତ ଭାଗି ମନ୍ଦ କର୍ମ କଲେ। ଶନିଶ୍ଚରଙ୍କ ପ୍ରସାଦ ଗୁଣ ନ ଜାଣିଣ ଫିଙ୍ଗି ଦେଲେ ରାତ୍ରେ ତାକୁ କରି ହତ ମାନ। ଆମ୍ଭଙ୍କୁ ଛାଡ଼ିଣ ଯେବେ ପୁତ୍ରବତୀ ହେବ ସ୍ୱାମୀଙ୍କର ସବୁଠାରୁ ସୁଆଗୀ ହୋଇବ। ପୋଇଲି ପଣେ ଖଟିବା ପାଦରେ ତାହାର ବେଳହୁଁ କରିବା ଆମ୍ଭେ ୟାର ପ୍ରତିକାର। ମନ ଦେବା ଭଳି କଥା କହିବା ତାହାକୁ ସାଦ ଦେବା କହି ଯତ୍ନେ ଗଢ଼ିବା ପିଠାକୁ। କାକରା ମଧ୍ୟରେ କାଳ କୁଟ ବିଷ ଦେବା ଏହିପରି କରି ତାକୁ ମାରି ପକାଇବା। ପଣା କରିବା ଲଗୁଡ଼ କୋଚିଲା ମିଶାଇ ଏତେ ଖାଇଲେ ନିଶ୍ଚୟ ମରିଯିବ ସେହି। ଏମନ୍ତ ବିଚାର କରି ଦୁଇ ସପତଣୀ ଅହଲ୍ୟାର ନିକଟରେ ମିଳିଲେ ତକ୍ଷଣୀ। କୋମଳ ମଧୁର ସ୍ୱରେ କହନ୍ତି ବଚନ ସପତଣୀ ବହୁତୁଲେ ଭଗିନୀ ସମାନ। ଆମ୍ଭ କନିଷ୍ଠ ଭଗିନୀ କି କଷ୍ଟ ପାଉଛୁ ଆମ୍ଭେ ବେନି ବସି ବସି ନେତ୍ରରେ ଦେଖୁଛୁ। ଦିନେ ହେଲେ ନ ଲୋଡ଼ିଲୁ ଆମ୍ଭ କୁଲ ତୁହି
କି ନିମନ୍ତେ ତୋ ପାଶକୁ ଆସିଅଛୁ ଧାଇଁ। ପାଟି ଅରୁଚି ହେବଣି ଅହଲ୍ୟା ତୋହର, ସାଦ ଯୋଗାଡ଼ିବୁ ମୁଖ ଶୁଣିଲେ ତୋହର। ଛନ୍ଦହୀନା ସରଳା ସେ ଅହଲ୍ୟା ସୁନ୍ଦରୀ, ବୁଝି ନ ପାରିଲା କୂଟ କପଟ ତାଙ୍କରି। ମନେ ବିଚାରିଲା ଯେବେ ବଳିଛି ମାନସ, ସାଦ ଆଣି ନ ଦିଅନ୍ତୁ ଏ ମୋହର ପାଶ। ଗର୍ଭେ ଥିବା ନନ୍ଦନ କି ତାଙ୍କରି ନୁହଁଇ, ଦିଅ ବୋଲି ବୋଲି ତାକୁ ବୁଝାଇ କହଇ। ଅହଲ୍ୟା ମୁଖରୁ ଶୁଣି ଏସନ ବଚନ, ଗଲେ ବେନି ସପତଣି ହରଷ ହୋଇଣ। ଅତି ଯତ୍ନେ ପିଠା କଲେ ନାନା ପ୍ରକାର, ଆରିସା କାକରା ମଣ୍ଡା ଦେଇ ନାନା ପୁର। ସେ ପୁର ମଧ୍ୟରେ ବାଳି କାଳ କୂଟ ଭରି, ଖାଇବାକୁ ଦେବା ପାଇଁ କଲେ ସେ ତୟାରୀ। ଛେନା କଦଳୀ ନଡ଼ିଆ ରସଗୋଲା ଦେଇ, ଅତି ଯତ୍ନେ ପଣା କଲେ ଦୁଇ ଚାନ୍ଦ ମୁହିଁ। ଗୁଡ଼ କୋଚିଲାକୁ ଛେଚି ଏକତ୍ର କରିଲେ, ସେ ପଣା ମଧ୍ୟ ତାହାକୁ ଯତ୍ନେ ମିଶାଇଲେ। କାଳକୂଟ ବିଷ ଭରିଥିବା ପିଠା ନେଇ, ଖାଇବାକୁ ସପତଣି ଆଗେ ଦେଲେ ଥୋଇ। ବିଷମଣି ଥିବା ପଣା ଥୋଇଲେ ପାଶରେ, କହନ୍ତି ଖା ଭଉଣୀ ମନ ହରଷରେ। ଆଶା ମେଣ୍ଟି ଯିବ ଏହି ପିଷ୍ଟକ ଖାଇଲେ, ଅରୁଚି ଛାଡ଼ିବ ଏହି ପଣାକୁ ପିଇଲେ। ପିଷ୍ଟକ ଦେଖି ଅହଲ୍ୟା ବିଚାରେ ମନରେ, ନିଶ୍ଚୟ ବିଷ ମିଶିଛି ଏ ପିଠା ମଧ୍ୟରେ। ଜୟ ଜୟ ଶନିଶ୍ଚର ଅନ୍ତରରେ ଗାଇ, ନ ଖାଇ ସେହି ଠାବରୁ ଉଠି ଚାନ୍ଦ ମୁହିଁ। ପରୀକ୍ଷା କରିବା ପାଇଁ ପିଠା କିଛି ନେଲା, କାକଙ୍କ ଆଗରେ ତାହା କୁଢ଼ାଇଣ ଦେଲା। ଖାଉ ଖାଉ ତାହା କାକ ତେଜିଲା ପରାଣ, ଦେଖି ଚକିତ ହୋଇଲା ନାଗରୀ ରତନ। ଜୟ ପ୍ରଭୁ ଶନିଶ୍ଚର ହେ ରବି ନନ୍ଦନ, ଏ ଘର ସଙ୍କଟ ମୋତେ କରିଲ ମୋଚନ। ବିଷ ଦେଇ ସପତଣି ମାରୁଥିଲେ ମୋତେ, ମୋ ବିଚ୍ଛେଦ କାନ୍ତ ମୋର କେନେ ବଞ୍ଚିଥାନ୍ତେ। ଏକାଳେ ନଟ ବାରିକ ସେଠାରେ ମିଳିଲା, ଭଏ ଦୁଇ ସପତଣି ପକାଇଲେ ତୋରା। ପିଠାପଣା ଦେଖି ନଟ ସ୍ତମ୍ଭୀଭୂତ ହୋଇ, କି କରୁଛୁ ଅହଲ୍ୟା ତୁ ଯାଇଅଛୁ କାହିଁ। ସ୍ୱାମୀଙ୍କ ଡାକିବା ଶୁଣି ଅହଲ୍ୟା ସୁନ୍ଦରୀ, ଧୀରେ ଧୀରେ ସ୍ୱାମୀଙ୍କର ପାଶେ ଗଲା ଚଳି। ପିଠାପଣା ଦେଖି ତାକୁ ଧୀରେ ପଚାରଇ, ଖାଇବାକୁ ଏ ସମସ୍ତ କେହୁ ଗଲା ଦେଇ। ଶୁଣି ସ୍ୱାମୀଙ୍କ ବଚନ ବୋଲଇ ଅହଲ୍ୟା, ପିଠାପଣା ଅଟେ ମୋର ସପତଣି ଲୀଳା। ବିଷ ମିଶିଛି ପିଠାରେ ପଣା ଗିଲାସରେ, ଆଣିଥିଲେ ଖୋଇ ମୋତେ ମାରିବା ଆଶାରେ। ଏମନ୍ତ ଶୁଣି ନଟ କ୍ରୋଧ ଭୋର ହେଲା, ପିଠାପଣାକୁ ଉଠାଇ ଦୂରେ ଫିଙ୍ଗି ଦେଲା। କ୍ରମେ କାନୁ କାନ କଥା ଗଲା ରାଷ୍ଟ୍ର ହୋଇ, ସାଇ ପଡ଼ିଶା ସକଳ ହେଲେ କୁହାକୁହି। କ୍ରୋଧେ ନଟ ଗାଳି ଦେବା ପାଇଁ ଯାଉଥିଲା, ଅହଲ୍ୟା ସୁନ୍ଦରୀ ତାକୁ ବାରଣ କରିଲା। ପରମନ୍ଦ ଯେ ପାଞ୍ଚଇ ଜଗତ ମଧ୍ୟରେ, ଦୈବ ପକାଏ ନେଇ ତାହାକୁ ଖାତରେ। ଯେ ଯେଉଁ କର୍ମ କରିବ ପାଇବ ସେ ଫଳ, ଧର୍ମବନ୍ତ ପ୍ରାଣୀର ଯେ ନ ବୁଡ଼ିବ ମୂଳ। ସତ୍ୟ ନ୍ୟାୟ ମାର୍ଗେ ଆମ୍ଭେ ଥିଲେ ବେ ନିଜନ,
ଶନିଶ୍ଚର ସର୍ବରିଷ୍ଠ କରିବେ ଖଣ୍ଡନ। ସାଇ ପଡ଼ିଶାଏ କେତେ କରିବେ ଧିକାର। କି କହିବ ସ୍ୱାମୀ ତୁମେ ଅଧିକ ପ୍ରକାର। ମୋରାଣ ବାରଣ ମାନ କୁହ ନାହିଁ କିଛି। ଏ ସର୍ବକଷଣ ଆମ୍ଭ କର ମରେ ଅଛି। ସତ୍ୟଭାମା ଉବାଚ। ପଚାରନ୍ତି ସତ୍ୟଭାମା ଜଗତ ଠାକୁର। ତଦନ୍ତେ କି ହେଲା କୁହ କପଟ ନ କର। ଅହଲ୍ୟାକୁ କେଉଁ ପରି ନଟବର ରଖି। ଚଳାଇଲେ ସେ ଅହଲ୍ୟା ଚଳିଲା ଏକାକୀ। ପ୍ରିୟାର ବିନୟ ଦେଖି ଜଗତ ଠାକୁର। କହନ୍ତି ହେ ସତ୍ୟଭାମା ଶ୍ରବଣ କୁଡେର। ଶ୍ରୀକୃଷ୍ଣ ଉବାଚ। ଶୁଣ ସତ୍ୟଭାମା ତାହା ପରେ ଯା ଘଟିଲା। ନଟବର ଅହଲ୍ୟାକୁ ଅଲଗା କରିଲା। ଦାସ ଦାସୀ ଖଞ୍ଜାଇଲା ପାଶରେ ତାହାର। ବୁଝାଇ କହିଲା ତାକୁ ଅନେକ ପ୍ରକାର। ବସି ଖାଇଲେ ଅହଲ୍ୟା ନଦୀ ବାଲିସରେ। ଫଟା କଉଡ଼ି ଗୋଟିଏ ନାହିଁ ମୋ ପାଶରେ। କାଲି ପ୍ରଭାତ ବିଦେଶେ ଚାଲିଯିବି ମୁହିଁ। ସେମାନଙ୍କ ସଙ୍ଗେ କେବେ ନ ମିଶିବୁ ତୁହି। ପାନ ଖଣ୍ଡେ ଦେଲେ ସ୍ନେହେ ନ ଖାଇବୁ ତାହା। ଗୃହେ ଥିବୁ ତୁଟାଇଣ ସେ ଦୁଇଙ୍କ ମାୟା। ଅନେକ ମତେ ବୁଝାଇ ତାହାକୁ କହିଲା। ଶନିଶ୍ଚରଙ୍କର ନାମ ତୁଣ୍ଡେ ଉଚାରିଲା। ମହାନନ୍ଦେ ନିଦ୍ରା ଗଲା ପଲଙ୍କ ଉପରେ। ପ୍ରଭାତୁ ନିଦ ଭାଙ୍ଗିଲା କାକଙ୍କ ରାବରେ। ପ୍ରାତକୃତ୍ୟ ସାରି ପାନ ଭୋଜନ ସାରିଣ। ବିଦେଶକୁ ଗଲା ଚଳି ଆନନ୍ଦ ହୋଇଣ। ହରସେ ଅହଲ୍ୟା ବାଳି ବିଦାୟ କରିଲା। ଶନିଶ୍ଚର ନାମ ତୁଣ୍ଡେ ଉଚ୍ଚାରଣ କଲା। ଗୃହରେ ମିଳିଲା ବାଳି ଶନିଙ୍କୁ ସୁମରି। ଦିନ ବୁଦ୍ଧିମନ୍ତ ରଚେ ମହିମା ତାଙ୍କରି। ନଟବରର ବିଦେଶ ଗମନ। ଅହଲ୍ୟା ପ୍ରତି ସପତଣୀ ମାନଙ୍କର ଦଣ୍ଡବିଧାନ। ଅହଲ୍ୟାର ଗୃହତ୍ୟାଗ। ଶବର ଗୃହରେ ବିଶ୍ରାମ। ସତ୍ୟଭାମା ଉବାଚ। ପୁଛନ୍ତି ଜଗତ ମାତା ଜଗତ ଠାକୁର। ତଦନ୍ତେ କି ହେଲା କୁହ ମୋରି ପାଶର। ନଟ ଚଳିଲେ ବିଦେଶେ ରୋଜଗାର ପାଇଁ। ଅହଲ୍ୟା ଗୃହେ ରହିଣ କି କରିଲେ ସେହି। ସପତଣୀ ମାନେ ଆସି ସାଧିଲେ କି ବାଦ। କିଏ ବା ସୁଖେ ରହିଲା ହୋଇ ନିରାପଦ। ବୁଝାଇଣ କୁହ ନାଥ କପଟ ନ କର। ପ୍ରିୟା ବଚନେ ହର ସେ କହନ୍ତି ଶ୍ରୀଧର। ଶ୍ରୀକୃଷ୍ଣ ଉବାଚ। ସତ୍ୟଭାମାଙ୍କ ବଚନ ଶୁଣି ଋଷିକେଶ। କହନ୍ତି ତେଣିକି ହେଲା ଯେ ବଣ ଭବିଷ୍ୟ। ନଟବର ଚାଲିଗଲା ବିଦେଶ କରିଣ। ସୁବର୍ଣ୍ଣ ସୁଯୋଗ ବେନି ବିଚାରିଲେ ମନ। ଏକତ୍ର ବସିଣ ଦୁହେଁ କରିଲେ ବିଚାର। ତଡ଼ି ଦେବା ଧନ ଦେଇ ଦାସ ଦାସୀ ତାର। ଦାସ ଦାସୀ ଧନେ ବସ ଆନେ କି ପାଇବେ। ଧନ ପାଇଲେ ଆନନ୍ଦ ସେ କିମ୍ପା ରହିବେ। ଏମନ୍ତ ଭାଳିଣ ଦାସୀ ପାଶେ ଚଳିଗଲେ। ମଧୁର ବଚନେ ତାକୁ ପ୍ରବୋଧନା ଦେଲେ। ଆଚ୍ଛା କରି ଧନ ଦେଲେ ତା ପାଶେ କୁଢ଼ାଇ। ବୋଇଲେ ସ୍ଥାନ ଛାଡ଼ି ଯାଅ ତୁ ପଳାଇ। ଦେଖିବୁ ତା କେତେ ଟାଣ କେତେ କବଡ଼ାଇ। ନିମିଷ ମାତ୍ରକେ ଦେବୁ ସକଳ ଛଡ଼ାଇ। ଧନ ପାଇ ଦାସୀ ତାର ଭଏ ପଳାଇଲା। ଦୁଷ୍ଟା ବାଘୁଣୀ ଜାଣିଣ ନମସ୍କାର କଲା। ତଦପରେ ଆନ କଥା ବିଚାର କରିଲେ।
ଦାସ ଦାସୀ ସମସ୍ତଙ୍କୁ ପାଶରୁ ତଡ଼ିଲେ। ଅହଲ୍ୟା ପାଶରେ ଯାଇ ପ୍ରବେଶ ହୋଇଲେ। ନାନା ପ୍ରକାର କଟୁକ୍ତି ପ୍ରୟୋଗ କରିଲେ। ଆଲୋ ବେଶ୍ୟା ନର ନାରୀ ବିଟପି ଦୋଚାରି, ପରପୁଂସେ ଘର ତୁହି ରହିଅଛୁ କରି। ତୋହ ଯୋଗୁ ସ୍ୱାମୀ ଆମ୍ଭ ବିଦେଶକୁ ଗଲେ, କେବେ ଫେରିବେ ପତର ତିଳ ସେ ନ ଦେଲେ। ଆଲୋ ପୋଡ଼ା ମୁହିଁ ଲମ୍ବ ପାଦି ଜଳି ଜଳି, ନ ମରି ବଞ୍ଚିଛୁ ଏଡ଼େ ତୁହି କଳି ହୁଡ଼ି। ଏପରି ଅନେକ ମତେ ଗାଳି ତାକୁ ଦେଲେ, ବସ୍ତ୍ର ଅଳଙ୍କାର ବଳେ ଛଡ଼ାଇ ରଖିଲେ। ଦୁହେଁ ମିଶିଣ ଅନେକ କରିଲେ ପ୍ରହାର, ଭୟ ପଳାଏ ଅହଲ୍ୟା ଅରଣ୍ୟ ମଧ୍ୟର। ପିନ୍ଧିଛି ସେ ସାତ ସିଂହା ଛିଣ୍ଡା ଜେଲେଙ୍କଡ଼ା, ଦେଖିଲେ ପାଶରେ ଲୋକ ନ ହୋଇବେ ଛିଡ଼ା। ସପ୍ତମାସ ଗର୍ଭଭାରା ଚାଲି ନ ପାରଇ, ଉଠି ବସି କରିବନେ ଅହଲ୍ୟା ଗମଇ। ମନେ ଯେ ଚିନ୍ତା କରେ ଯେ ପ୍ରଭୁ ଶନିଶ୍ଚର, ଏ ଘୋର ଦୁଃଖରୁ ମତେ ବାରେକ ଉଦ୍ଧାର। ତୁମ୍ଭ ବିନେ ବନସ୍ତେ ସାହା କେହି ନାହିଁ, ତୁମ୍ଭ ବିନେ ମୁଁ ତ ଆନ ନ ଜାଣଇ କାହିଁ। ବିଦେଶରେ ଛନ୍ତି ପତି ନ ଜାଣନ୍ତି କିଛି, ବଡ଼ ଦୁଃଖିନୀ ସଂସାରେ ନ ମରି ବଞ୍ଚିଛି। ପୁଣି କଷ୍ଟେ ଉଠିଣ କିଛି ଦୂର ଯାଏ, ମସ୍ତକ ବୁଲାଇ ଦିଏ ବଣ ଚକ୍ର ପ୍ରାୟ। ଥକା ମାରି କରି ଧୀରେ ସେଠାରେ ବସଇ, ଜୟ ଶନିଶ୍ଚର ନାମ ତୁଣ୍ଡେ ଉଚ୍ଚାରଇ। ହେର ବିନନ୍ଦନ ଘେନ ବିନତି ମୋହର, ଏ ଘୋର ଦୁଃଖରୁ ପ୍ରଭୁ ମତେ କର ପାର। ପ୍ରଥମରେ ଗର୍ଭଭାରା ବନବାସ ଦୁଃଖ, କେ ରଖିବ ଆହେ ପ୍ରଭୁ ତୁମ୍ଭେ ମତେ ରଖ। ଏପରି ଅନେକ ଦୁଃଖ ଶନିଙ୍କୁ ଜଣାଇ, କାନ୍ଦିଲା ଦୁଃଖରେ ବାଳି ତୁହାଇ ତୁହାଇ। ଅହଲ୍ୟା କ୍ରନ୍ଦନ ଶନି ସହି ନ ପାରିଲେ, ଅହଲ୍ୟା ପ୍ରତି ସୁଦୟା ମନରେ ବହିଲେ। ଏହି କାଳେ ଘଟାଇଲେ ଅପୂର୍ବ ଘଟନ, ଅକସ୍ମାତ ମିଳେ ବ୍ୟାଧ ଧରି ସରାସନ। ସଙ୍ଗରେ ପତ୍ନୀ ଅଛଇ ଧରିଛି ଶିକାର, ଦୁହେଁ ପ୍ରବେଶିଲେ ଯାଇ ଅହଲ୍ୟା ପାଶର। ପୁଛନ୍ତି ଲୋ ବେଟି କିମ୍ପା କରୁଛୁ କ୍ରନ୍ଦନ, ବଡ଼ ଘର ଝିଅ ପରି ତୋରୁ ପଲାବଣ୍ୟ। ଏ ଘର ବନକୁ କିମ୍ପା ଏକାକୀ ଆସିଛୁ, ଅରକ୍ଷ ପରାୟ ବୃକ୍ଷ ମୂଳେ କାନ୍ଦୁଅଛୁ। ଭୟ କର ନାଲ ଝିଅ ଭୟ ପରିହର, ଆମ୍ଭେ ଜାତିରେ ଶବର ଅରଣ୍ୟରେ ଘର। ନିର୍ଭୟ ମନରେ ସର୍ବ ଖୋଲି କରି କହ, ଆଜଠାରୁ ତୁ ଆମ୍ଭର ହେଲୁ ଧର୍ମ ଝିଅ। ଶବର ମୁଖରୁ ଶୁଣ ଏ ସନ ବଚନ, ନିଜ ଦୁଃଖ କଥା କହେ ଅହଲ୍ୟା ଫେଡ଼ିଣ। ସ୍ୱାମୀ ମୋର ବିଦେଶକୁ ଯହୁଁ ଚଳିଗଲେ, ସପତଣୀ ମାନେ ମୋର କୁଟ ଆରମ୍ଭିଲେ। ମାଡ଼ ମାରି ଆଭରଣ ଛଡ଼ାଇଣ ନେଲେ, ଛିଣ୍ଡା ଲେଙ୍କଡ଼ା ପିନ୍ଧାଇ ଘରୁ ତଡ଼ିଦେଲେ। ଏ ସମସ୍ତ ଶୁଣି ଦୁଃଖ କରିଲା ସବରି, କହେ ଆଜିଠାରୁ ଝିଅ ହୋଇଲୁ ମୋହରି। ମୋ ସଙ୍ଗରେ ଆସ ମାଲ ସୁଖରେ ରହିବୁ, ମୋ ଦୁହିତା ପରି ତୁହି ଆବର ପାଇବୁ। ବନ ଦୁର୍ଗା ସାକ୍ଷୀ ରଖି କହୁଅଛି ମୁହିଁ, ଚାଲ ଝିଅ ମୋର ଗୃହେ ଆନ ଭାବନାହିଁ। ଶବର ସବରିଣୀଙ୍କ ଆଶ୍ୱାସନା ବାଣୀ, ଶୁଣି ହରଷେ ଅହଲ୍ୟା ଚଳିଲା ତକ୍ଷଣୀ।
ଶବର ଗୃହରେ ଯାଇ ଆନନ୍ଦେ ରହିଲା। ପିତାମାତା ସମ ସ୍ନେହ ଆଦର ପାଇଲା। ଅନ୍ତରେ ଚିନ୍ତଇ ସଦା ଦେବ ଶନିଶ୍ଚର। ଏ ଘୋର ଦୁଃଖରୁ ମୋତେ ବାରେ କଉଦ୍ଧାର। କହନ୍ତି ଜଗତ ପିତା ସତ୍ୟାଙ୍କୁ ବସାଇ। ଦିନ ବୁଦ୍ଧିମନ୍ତ ବସି ପୁରାଣ ରଚଇ। ଜୟ ଶନିଦେବ।